ପ୍ରାୟ ଫଗୁଣ ମାସ ଶେଷ ସରିକି ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗାଁ ମଝିରେ ଯାଉଥିଲା। 60 ବର୍ଷର ବୁଢ଼ା। ଦାନ୍ତ ଗୁଡ଼ାକ ସବୁ ପଡ଼ିଗଲାଣି। ମୁଣ୍ଡ ବାଳ ତେଣିକି ଥାଉ, ଛାତି ବାଳ ଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି। ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ ଆଣ୍ଠୁ ଯାକେ ବୁଡ଼ିଛି। ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହିଯାଉଛି। ଗାଁ ମୁଣ୍ଡରେ ଗୋଟିଏ ଘର, ପକ୍କା ପିଣ୍ଡା, 7 ଶ୍ରେଣିଆ ଛପର, ଜାଉଁଳି କବାଟ। ବୁଢ଼ା ସେଇ ପିଣ୍ଡାରେ ବୋଝଟି ଥୋଇ ଦେଇ ନଥ୍ କରି ବସି ପଡ଼ିଲା। କିଛି କ୍ଷଣ ପରେ ସେ ଘରୁ ଦାସୀଟିଏ ବାହାରି ଆସିଲା। ଦାସୀ ବୁଢ଼ାକୁ ଚିହ୍ନେ, ପଚାରିଲା, କି ହୋ ଶଙ୍ଖାରୀ ପୁଅ, ଶଙ୍ଖା ଆଣିଛ କି? ବୁଢ଼ା ଉତ୍ତର କଲା, ହଁ। ପୁଣି କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ। ବୁଢ଼ା ମଣିଷ ଖରାରେ ତଣ୍ଟି ଶୁଖିଗଲାଣି। ଦାସୀ ପାଣି ଆଣିବାକୁ ଚାଲିଗଲା। କିଛି କ୍ଷଣ ପରେ ଲୋଟାଏ ପାଣି ଘେଣି ଦାସୀ ଫେରିଆସି ବୁଢ଼ା ପାଖରେ ଥୋଇଦେଲା। ବୁଢ଼ା ଉପରକୁ ଆଁ କରି ଢକ ଢକ କରି ଅଧ ଲୋଟାଏ ପାଣି ଟେକିଦେଲା। ପାଣି ପିଇ ସାରି ବୁଢ଼ା ଚୌରସ ନିଶ୍ୱାସଟା ମୁହଁ ବାଟେ ପକାଇ କହିଲା, ଝିଅ ତୋର ବଡ଼ ଧର୍ମ ହେଲା। ଦାସୀ କହିଲା, ହଉ ହେଲା ତ ହେଲା ପଛକେ, ଚାଲ ବୋହୂ ଚାନ୍ଦାଣୀ ଡାକୁଛନ୍ତି, କେମିତିକା ଶଙ୍ଖା ଅଛି ଦେଖିବେ। ବୁଢ଼ା ଟୋକେଇଟି ନେଇ ଉଠିଲା। ଦରଜା ପାରି ହେଲେ ଭିତରେ ପକ୍କା ବାହାର, ସାମ୍ନାରେ ଚଉପାଢ଼ୀ, ବାଁ ପାଖକୁ ଭିତର ଆଡ଼ ଦୁଆର। ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୂଟିଏ ଛିଡ଼ା ହୋଇଥିଲା। ବୁଢ଼ା ଯାଇ ଟୋକେଇଟି ଥୋଇ ଛିଡ଼ା ହେଲା। ବୋହୂଟି ଧୀରେ ଧୀରେ ଦାସୀକି କହିଲା, କି ଶଙ୍ଖା ଅଛି ପଚାର ମା। ଦାସୀଟି ଟିକେ ମୁଖରା। ସେ କହିଲା, ଛି, ବୁଢ଼ା ମିଣିପିଟାକୁ ଏତେ ନାଜ, ନିଜେ ଟୋକେଇରୁ ଆସି ଦେଖୁନ। କଥାଟା ମନକୁ ଆସିଲା। ବୋହୂଟି ଓଢ଼ଣା ଅଧେ ଟେକି ଦେଇ ମୁରୁକି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡ଼ା ହେଲା। ବୋହୂଟିର ମୁହଁ ଦିଶିଗଲା। ମୁହଁଟି ଚକି କାଟିଦେଲା ପରି ଚମ୍ପା ଫୁଲ ପରି ଗୋରା, 4 ଆଙ୍ଗୁଳ ଓସାର ନାଲି, ତହିଁରେ ମୟୂର କଣ୍ଠିଆ କସ୍ତା ଖଣ୍ଡିକ ଗୋଇଠି ଯାଇ ଲମ୍ବିଛି। ତା ଭିତର ଦେଇ ବୋହୂଟିର କଞ୍ଚା ସୁନା ପରି ଗୋରା ଗୋଟିଏ ଚାଉଳରେ ଗଢ଼ା ଦେହଟି ଫୁଟି ଦିଶୁଛି। ବୁଢ଼ାର ଆଖି ପୁରି ଉଠିଲା। ଏଡ଼େ ସୁନ୍ଦର, ଏଡ଼େ ନିକ ବୋହୂ ସେ କେବେ ଦେଖିନାହିଁ। ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ। ଏକା ଧ୍ୟାନରେ ବୋହୂଟିକୁ ଚାହିଁ ରହିଲା। ବୁଢ଼ାର ଇଚ୍ଛା କ'ଣ କହିବ ବୋଲି, କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ। କେତେବେଳେ ବୁଢ଼ା ମୁହଁ ଫିଟାଇ କହିଲା, ମା, କି ଶଙ୍ଖା ନବୁ ନେ। ମା ବୋଲି ଡାକିଦେଲା କ୍ଷଣି ଛାତି କୁଣ୍ଢେମୋଟ ହୋଇଗଲା। ବୋହୂଟି ନାଜ ଛାଡ଼ି ଦେଇ କହିଲା, ଆସମାନ୍ତାରା ଶଙ୍ଖା ଅଛି କି? ଉଃ, ଏଡ଼େ ମିଠା କଥା, ଏପରି କଥା ତ କେହି କହେ ନାହିଁ। ବୁଢ଼ାର କାନରେ ସେ ସ୍ୱରଟା ଥରକୁ ଥର ବାଜିବାକୁ ଲାଗିଲା। ବୁଢ଼ାଟା କହିଲା, ନା ମା, ରଙ୍ଗ ଝିଲିରି, ବଉଳ ଫୁଲିଆ, ବିଛା ମାଳିଆ, ଚୁନା ଟିପି ଏଇସବୁ ଅଛି। ଏଇଥିରୁ ଯାହା ନବୁ ନେ ମା, ମୁଁ ଆସମାନ୍ତାରା ତିଆରି ହେଲେ ଆଣିଦେବି। ବୋହୂଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କଲା। ତେବେ ସେ ମୁଠାକ ହାତକୁ ହେବ କି ନାହିଁ କିଏ କହିବ। ଏଇ ସମୟରେ ବୁଢ଼ା କହିଲା, ଦେ ମା, ହାତ ଦେ, ମୁଁ ଶଙ୍ଖା କଛି ଦିଏ। ବୋହୂଟି ହଠାତ୍ ହାତ ବଢ଼ାଇ ଦେଇ ଟିକେ ଇତସ୍ତତ କଲା। ବୁଢ଼ା କହିଲା, ମା, ମୋତେ ନାଜ କରୁଛୁ? ମୁଁ ପରା ତ ପୁଅ, ପୁଅକୁ ମା କ'ଣ ନାଜ କରେ? ଦାସୀ ଏ ସମୟରେ ଠୋ ଠୋ କରି ହସି ଦେଇ କହିଲା, ବୋହୂ ଚାନ୍ଦାଣୀ, ଆଚ୍ଛା ବୁଢ଼ା ପୁଅଟିଏ ପାଇଲେ, ଏକା କପାଳ ତ। ବୋହୂଟି ପୁଣି ହସି ଦେଇ କହିଲା, ଦୂର। ବୋହୂଟି ହାତ ଛଡ଼ାଇ ଦେଲା। କେଡ଼େ ଟିକିଏ ନିକ ହାତଟି, କେଡ଼େ ସୁନ୍ଦର ଗୋଲ, ଆଙ୍ଗୁଳି ଗୁଡ଼ିକ ଚମ୍ପା କଢ଼ି ପରି, ପାପୁଲିଟି ଟୁଲୁ ଟୁଲୁ ହେଉଛି, ଶଙ୍ଖା ଗୁଡ଼ିକ କି ସୁନ୍ଦର ଦିଶୁଛି। ଏ କ'ଣ ମଣିଷର ହାତ ନା କେହି କାରିଗର ଠାକୁର ଗଢ଼ିଛି? ସେ ହାତକୁ ବୁଢ଼ା ତାର ରୁକ୍ଷ ମଳିଆ ହାତରେ ଧରିବାକୁ ସାହସ କଲା ନାହିଁ। ତାପରେ ବାଁ ହାତରେ ଧୀରେ କରି ହାତଟି ଧରି ପରେ ଶଙ୍ଖା କଛିବାକୁ କାଢ଼ିଲା। ଏ ହାତ ଶଙ୍ଖାରେ କାଳେ କଟିଯିବ, ରକତ ବାହାରି ପଡ଼ିବ ଯେ। ପୁଣି ଟିକେ ରହିଲା। ପୁଣି ଶଙ୍ଖା ପଟିଏ ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ ଅତି ସାବଧାନତାର ସହିତ ସେ ପଟିକ କଛି ନେଲା। ସେ ହାତଟି ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁନଥାଏ, ଯେପରି ତାର ଜୀବନର ସମସ୍ତ ସୁଖ
ସମସ୍ତ ଆଶାର ସେହିଠାରେ ତୃପ୍ତ। ସେ ହାତକୁ ପୁଣି ଛାଡ଼ିଦେବାକୁ ହେଲା। ବୁଢ଼ା ଭାବିଲା, ମୁଁ ପ୍ରତିଦିନ ଏହିପରି ଏ ହାତରେ ଶଙ୍ଖା ପିନ୍ଧାନ୍ତି କି? ଏହି ସମୟରେ ସେ ଘରର ସାନ୍ତାଣୀ ସେଠାରେ ଆସି ପହଞ୍ଚିଲେ। ଶାଶୁଙ୍କୁ ଦେଖି ବୋହୂଟି ଓଢ଼ଣା ଟାଣି ଦେଇ ପଳାଇଲା। ଶାଶୁ ଦାସୀକି ପଚାରିଲେ, କିଲୋ ଶଙ୍ଖା କିଣୁଥିଲ କି? ଦାସୀ କହିଲା, ହଁ, ବୋହୂ ସାନ୍ତାଣୀ ଏଇ ମୁଠାକ ନେବେ ବୋଲି କହୁଛନ୍ତି। ଶାଶୁ କହିଲେ, ଦାମ କେତେ? ବୁଢ଼ା, ଶଙ୍ଖା ମୁଠାକ କି ଦାମ? ଶାଶୁ, ଫେର କେତେ ଦେଖି? ବୁଢ଼ା, ମାଠୁ ମୁଁ କ'ଣ ଦାମ ନେବି? ଶାଶୁ ଦାସୀକି ପଚାରିଲେ, କିଲୋ ମା କ'ଣ ଲୋ? ଦାସୀ ହସି କହିଲା, ସେଇ ପିଲାଟି ବୋହୂ ସାନ୍ତାଣୀଙ୍କ ପୁଅ ହେଇଛି। ଶାଶୁ ହସିଲେ, କହିଲେ, ଆଚ୍ଛା ହଉ, ଏଥର ଦାମ ନେଇଥାଅ, ଆରଥରକୁ ପଛେ ଖାଲି ଦେଇଯିବ, ତମେ ଗରିବ ଲୋକ। ବୁଢ଼ା, ନା ନା, ମୋ ମାଆକୁ ତ ମୁଁ ଦେଇଛି, ମୁଁ ଆଉ ଦାମ ନେବି ନାହିଁ। ଶଙ୍ଖା ମୁଠାକ ଲାଗି ମୁଁ କ'ଣ ଗରିବ ହେଇଯିବି? ଏହା କହି କହି ଶଙ୍ଖାରୀ ଶଙ୍ଖା ମୁଠାକ ରଖିଦେଇ ବୋଝଟି ଧରି ଏକା ବେଳକେ ଚାଲିଗଲା। ଆଉ ଡାକିଲେ ଶୁଣିଲା ନାହିଁ। ଦାସୀଟି ପଛରେ ଗୋଡ଼େଇ ଗୋଡ଼େଇ ଗଲା, କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ। ସେଇ ଦିନଠାରୁ ସେ ବୁଢ଼ା ଶଙ୍ଖାରୀ 2 ଦିନେ 3 ଦିନେ ସେ ଗାଁକୁ ଆସେ। ଶଙ୍ଖାଟା କ'ଣ ନିତ୍ୟାନି ଦରବ ଯେ ରୋଜ କିଣିବେ? ଅକାଳେ ସକାଳେ ପୁନେଇ ପରବରେ କିଏ ସିନା ନୂଆ ଶଙ୍ଖା ଖୋଜେ? ବୁଢ଼ାଟା ଖାଲି ଘର ଘର ବୁଲି ଫେରିଯାଏ। କିନ୍ତୁ ଶଙ୍ଖା ବିକ୍ରି ତ ବୁଢ଼ାର ଉଦ୍ଦେଶ୍ୟ ନୁହେଁ। ସିଏ ଆସେ ତାର ନିଜ ମାଆଟିକୁ ଦେଖିବା ପାଇଁ। ଯେଉଁଦିନ ଆସେ କାହାକୁ ନ କହି ଦୁଆର ଯାକେ ଚାଲି ଆସେ। ବୋଝ ରଖିବାକୁ ହୁଏ ନାହିଁ, ଖାଲି ପାଟି କରି ଡାକିଦିଏ, ନୂଆ ଶଙ୍ଖା ନେବ? ତା ପାଟି ଶୁଣିଲା କ୍ଷଣି ବୋହୂଟି କୁଆଡ଼େ ଥାଏ ଆସି ଦୁଆର ପାଖରେ ଟିକେ ଛିଡ଼ା ହୁଏ। ବୁଢ଼ାଟି ଟିକେ ଅନାଏ, ଚାହିଁ ଦେଲା କ୍ଷଣି ବୁଢ଼ାର ମନ ପୁରି ଉଠେ। ପଚାରେ, ମା ଆଉ ଶଙ୍ଖା ନବୁ? ବୁଢ଼ାର ଇଚ୍ଛା କାଳେ ନବା ପାଇଁ କହିବ। ତା ହାତରେ ତା ମାଆର ଚମ୍ପା ଫୁଲିଆ ସୁନ୍ଦର ହାତଟିରେ ସେ ଶଙ୍ଖା କଛି ଦେବ, କିନ୍ତୁ ବୋହୂଟି ମୁଣ୍ଡ ହଲାଇ ଦିଏ। ବୁଢ଼ା ଫେରି ଚାଲିଯାଏ। ଦିନେ ଦିନେ ଯଦି ବୋହୂଟିର ଟିକେ ଆସିବାକୁ ଡେରି ହୁଏ, ସେ ଦାସୀଟି ହୁରି କରିଦିଏ, ବୋହୂ ସାନ୍ତାଣୀ, ତମ ପୁଅ ଆଇଲାଣି। ବୁଢ଼ା 2 ଥର 4 ଥର ନୂଆ ଶଙ୍ଖା ନବ ଡାକିଲାରୁ ତା ମା ଆସି ଛିଡ଼ା ହୁଏ। ବୁଢ଼ା ଯେଉଁଦିନ ଆସେ ପ୍ରାୟ ଏଇ କଥା, ଏଇ ଅଭିନୟ ରୀତିନୀତି ହୁଏ। ବୁଢ଼ା ଫେରିଲା ବେଳକୁ ଭାବେ, ମାଆର ଆସମାନ ତରା ଶଙ୍ଖା ଉପରେ ଭାରି ମନ, କେବେ ସେଥିରୁ ମୁଠାଏ ଆଣିଦେବ। ଶେଷଥର ଠିକ୍ କଲା, ଆସନ୍ତା ରଜ ସଂକ୍ରାନ୍ତି ବେଳକୁ ଯୁଆଡ଼େ ଗଲେ ମା ଲାଗି ଆସମାନ ତରା ଶଙ୍ଖା ମୁଠାଏ ଆଣିବ। ମା ନୂଆ ଶଙ୍ଖା ନାଇବ, ମୋତେ ହାତ ଦେଖାଇବ, ମୁଁ ଶଙ୍ଖା କଛି ଦେବି। ଏଇ କଥା ଭାବିଲା କ୍ଷଣି ବୁଢ଼ାର ମନ ଭାରି ଉତ୍ଫୁଲ୍ଲ ହୋଇଯାଏ। ବୁଢ଼ା ରଜ ସଂକ୍ରାନ୍ତିକୁ ଚାହିଁ ବସିଥାଏ। ରଜ ସଂକ୍ରାନ୍ତିଟି ଏଥର ତାର ଭାରି ଆନନ୍ଦର ଦିନ। ତା ମା ଲାଗି ସେ ଆସମାନ ତରା ଶଙ୍ଖା ଆଣିବ। ମା କେତେ ଖୁସି ହବ। ବୈଶାଖ ମାସ ହେଲା। ବୁଢ଼ା ଲୋକ ଏଥିରେ ଖରାରେ ରୋଜ ରୋଜ ବାଟ ଚଲା ପାଣି ପିଆ। ଦେହରେ ସହିଲା ନାହିଁ। ବୁଢ଼ାକୁ ଜ୍ୱର ହେଲା। ଦେଖୁ ଦେଖୁ ଭାରି ଜ୍ୱର, ଗୋଡ଼ ହାତ ଫୁଲିଗଲା। ସମସ୍ତେ କହିଲେ ବୁଢ଼ା ଆଉ ବଞ୍ଚିବ ନାହିଁ। ବୁଢ଼ାର କିନ୍ତୁ ସେହି ଦିଗକୁ ଭାବନା ନାହିଁ। ସେ ସବୁବେଳେ ଭାବି ହେଉଥାଏ ଯେ କେଉଁ ଦିନଠୁ ସେ ତା ମାଆକୁ ଦେଖିବାକୁ ଯାଇନାହିଁ। ସେଇଥିପାଇଁ ମନଟା ଆଉଟି ପାଉଟି ହେଉଥାଏ। ଦେଖୁ ଦେଖୁ ରଜ ସଂକ୍ରାନ୍ତି ଆସି ପାଖ ହେଇଗଲା। ବୁଢ଼ା 2 ମାସ ହେଲା ମାଆକୁ ଦେଖିବାକୁ ଯାଇନାହିଁ। ଚାଲିପାରୁଥିଲେ ତ ଯେମିତି ହେଲେ ଦେଖି ଆସୁଥାନ୍ତା, କିନ୍ତୁ ରଜକୁ ତ ଆସମାନ ତରା ଶଙ୍ଖା ମୁଠାଏ ନିଶ୍ଚୟ ଦେବାକୁ ହେବ। ବୁଢ଼ା ଅନେକ କଷ୍ଟରେ ଉଠି ବସି ନିଜ ହାତରେ ଶଙ୍ଖା ତିଆରି କଲା। ଆଉ କେହି କରିଦେଲେ କାଳେ ମନକୁ ନ ଆସିବ। 60 ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେଉଁ ହାତ ସଫେଇ ହାସଲ କରିଥିଲା, ସବୁ ସେଥିରେ ଲଗାଇଲା। ଦିନକ କାମ 4 ଦିନ ଲାଗୁ ପଛକେ କାମଟି କେମିତି ସରସ ହେଉ। ରଜ 2 ଦିନ ଥାଇ କାମ ନିକାଶ ହେଲା। ମନ ଘିନି ଫଳ। ଏପରି ଗଢ଼ଣର ଶଙ୍ଖା ତା ଜୀବନରେ ତା ହାତରେ କେବେ ଉତୁରି ନାହିଁ। ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି। ତା ମା ହାତକୁ ଶଙ୍ଖା ମୁଠାକ ଖୁବ୍ ମାନିବ। ରଜ ଆଗ ଦିନ ପହିଲି ରଜ। ଝିଅ ବୋହୂ ନୂଆ ଶଙ୍ଖା ନୂଆ ଶାଢ଼ୀ ପିନ୍ଧନ୍ତି। ରାତି ସାରା ବୁଢ଼ାର ନିଦ ନାହିଁ। ସକାଳୁ ଉଠି ବୁଢ଼ା ଭାବିଲା, ମୁଁ ତ ଚାଲିପାରୁନାହିଁ, କ'ଣ କରିବି? ଆଉ କିଏ ନେଇଗଲେ ତ ହେବ ନାହିଁ। ମାଆକୁ କେତେ ଦିନ ଦେଖି ନାହିଁ।
ସତେ କ'ଣ ଏଥିରୁ ବଞ୍ଚିବି ଯେ ଥରେ ଦେଖି ଆସେ। ଆଉ ମା'ର ସେହି ହାତରେ ଶଙ୍ଖା କଛିଦେବି। ମା'ର ହାତଟି ମନେ ପଡ଼ିଗଲା କ୍ଷଣି ବୁଢ଼ାର ଗଦାଏ ବଳ ଆସିଲା। ବୁଢ଼ା ସଅଳ ସଅଳ ମୁଠାଏ ଖାଇଦେଇ ଶଙ୍ଖା ମୁଠାକ ଗାମୁଛାରେ ବାନ୍ଧି ବାହାରିଲା। ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକାଇ ଚାଲୁଥାଏ। 5 କୋଶ ବାଟ ପହଞ୍ଚିଲା ବେଳକୁ ବେଳ ଗଡ଼ିଗଲାଣି। ବୁଢ଼ା ଯାଇ ଯେଉଁଠାରେ ଛିଡ଼ା ହୋଇ ଡାକୁଥିଲା ସେଇଠାରେ ଛିଡ଼ା ହେଲା। ମନରେ କେତେ ଆନନ୍ଦ, କେତେ ଉତ୍ସାହ। ଡାକିଲା, ଶଙ୍ଖା ନେବ? କେହି ଶୁଣିଲେ ନାହିଁ। ପୁଣି ଡାକିଲା, ମାଲୋ ଶଙ୍ଖା ନେବ ପରା? ତେବେ ବି କେହି ଆସିଲେ ନାହିଁ। ବୁଢ଼ା ଅଧୀର ହୋଇପଡ଼ିଲା। 2 ଥର ଡାକିଲାଣି, କେହି ଜବାବ ପଦେ ଦେଉନାହାନ୍ତି। ଥରେ ଡାକିଲେ ତ ମା ତାର ଆସି ଦୁଆର ବନ୍ଧ ପାଖରେ ଛିଡ଼ା ହୋଇଯାଉଥିଲା। ପୁଣି ଡାକିଲା, ମା ମୁଁ ଆସିଛି, ଶଙ୍ଖା ଆଣିଛି ତୋ ପାଇଁ। ଏଇଥର ସାଆନ୍ତାଣୀ ନିଜେ ବାହାରି ଆସିଲେ। ତାଙ୍କ ପଛେ ପଛେ ସେହି ଦାସୀ। ସାଆନ୍ତାଣୀକୁ ଦେଖି ବୁଢ଼ା କହିଲା, ମା କାହିଁ? ମୁଁ ତା ପାଇଁ ଆସମାନ୍ତର ଶଙ୍ଖା ଆଣିଛି, ରଜରେ ପିନ୍ଧିବ। ଦାସୀ ତ ଏତେବେଳକୁ ହୁରି କରି କମ୍ପାଇ ଦିଅନ୍ତାଣି। ସେ କିଛି କହିଲା ନାହିଁ। ସାଆନ୍ତାଣୀ ଧୀରେ ଧୀରେ କହିଲେ, ନା ଶଙ୍ଖା ଲୋଡ଼ା ନାହିଁ। ବୁଢ଼ା କହିଲା, ନା ନା ମୁଁ ମୋ ମା ଲାଗି ବଡ଼ ସରଦାରେ ଆଣିଛି। ସାଆନ୍ତାଣୀ, ନା ଶଙ୍ଖା କେହି ନେବେ ନାହିଁ, ତୁ ଯା। ବୁଢ଼ା, ହଉ ଶଙ୍ଖା ନ ନେଲେ ନାହିଁ, ମୋ ମା'କୁ ଥରେ ଡାକିଦିଅ, ମୁଁ ଦେଖିବି, କେଉଁ ଦିନରୁ ଦେଖି ନାହିଁ। ସାଆନ୍ତାଣୀ, ଦେଖା ହେଇପାରିବ ନାହିଁ। ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା। ଦେଖା ହେଇପାରିବ ନାହିଁ? ମୋ ମା'କୁ ଥରେ ଦେଖିପାରିବି ନାହିଁ? ବୁଢ଼ା ଆଖି ଛଳ ଛଳ ହୋଇ ଉଠିଲା। ସେ କାନ୍ଦ କାନ୍ଦ ହୋଇ କହିଲା, ଥରଟିଏ ଦେଖିବି, ମୁଁ ଆଉ ବଞ୍ଚିବି ନାହିଁ। ସାଆନ୍ତାଣୀ ଦାସୀକି କହିଲେ, ଯା ବୋହୂକୁ ଡାକିଦେ। ଦାସୀ ଚାଲିଗଲା। କିଛି କ୍ଷଣ ପରେ ବୋହୂ ଦୁଆର ପାଖେ ଛିଡ଼ା ହେଲା। ସେଇଠି ସେ ସବୁଦିନ ଛିଡ଼ା ହୁଏ। ଆସିଲା ବେଳକୁ ଝୁମୁରୁ ଝୁମୁରୁ ହୋଇ ଚାଲି ଆସେ। ଛିଡ଼ା ହୋଇ ବୁଢ଼ାକୁ ଚାହିଁଥାଏ। ତାର ହସ ହସ ମୁହଁଟି ଦେଖି ବୁଢ଼ାର ଆନନ୍ଦର ସୀମା ରହେ ନାହିଁ। ଆଜି ନିଶବ୍ଦରେ ଆସି ଛିଡ଼ା ହେଲା। ସେ 4 ଆଙ୍ଗୁଳ ଲେଖାଏଁ ନାଲି ଧଡ଼ିର ଶାଢ଼ୀ ନାହିଁ କି କୁମ୍ଭ କିନାରା ଦକ୍ଷିଣୀ ପାଟ ନାହିଁ। ଗୋଡ଼ 2ଟା ଲଙ୍ଗଳା। ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା। ବୁଢ଼ାର ଦେହ ଥରି ଉଠିଲା। ମୁଣ୍ଡ ଘୂରିଗଲା। ବୁଢ଼ା ଆଖି ବୁଜି ପକାଇଲା। ପୁଣି ଚାହିଁଦେଲା ବେଳକୁ ତାର ସେଇ ହାତଟି ଦିଶିଗଲା। ହାତରେ କିଛି ନାହିଁ। ବୁଢ଼ା ଭୋ ଭୋ ହୋଇ ରଡ଼ି କରି ଉଠିଲା। ବୋହୂଟି ଫେରି ପଡ଼ି ଚାଲିଗଲା। ବୁଢ଼ା କହିଲା, ମା ଲୋ, ମୁଁ ନ ମରି କାହିଁକି ତତେ ଦେଖିବାକୁ ଆସିଲି? ଏହି ଦେଖିବା ଲାଗି? ନା ଲୋ ମା। ବୁଢ଼ା ଆଉ କହିପାରିଲା ନାହିଁ। ଗାମୁଛାରୁ ତାର ବଡ଼ ଯତ୍ନର ବଡ଼ ସରଧାର ଶଙ୍ଖା ମୁଠାକ ଫିଟାଇ ପକାଇ ବାହାରେ କଚାଡ଼ି ଦେଲା। ଶଙ୍ଖା ମୁଠାକ ଯାକ ଚୂନା ହେଇଗଲା। ତହୁଁ ସେ ଏକମୁହାଁ ହୋଇ ଫେରି ଚାଲିଗଲା। ଦାସୀ ଓ ଶାଶୁ ରଡ଼ି କରି ଉଠିଲେ।